ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ। ଆପଣ କେଉଁଠୁ ଆସିଛନ୍ତି ଆପଣଙ୍କର ନାଁଟା କ'ଣ ଆପଣ ଜଣାଇବେ? ଆଜି ଭାଗିରଥି ବେହେରା ଗୌଡ଼ ଲୋକ କାଳୁପଡ଼ାରେ ଆସୁ ଖୋର୍ଦ୍ଧା ଡିଷ୍ଟ୍ରିକ୍ଟ ବୁଝିଲେ। ତାହେଲେ ମହାପ୍ରଭୁଙ୍କ ଉପରେ ଜଗନ୍ନାଥଙ୍କ ଉପରେ ଆପଣଙ୍କର କ'ଣ ଅନୁଭୂତି ରହିଛି ଆପଣ ଆପଣଙ୍କର ଅନୁଭୂତିଟି ଆମର ଅଗଣିତ ଦର୍ଶକଙ୍କ ଭିତରେ ବ୍ୟକ୍ତ କରେ। ଆଜ୍ଞା ସିଏ ତ ଅନୁଭୂତି ମାନେ ପିଲାଠୁ ବଡ଼ ତା ପାଖରେ କାଳୁପଡ଼ାରେ ପାଖରେ ବୁଝିଲେ। ଆଚ୍ଛା ମୁଁ ମାନେ ମାସକୁ 2 ଦିନରେ ଆସେ ଏଇ ବର୍ଷ ଏବେ ଟିକେ ଡେରି 4-6 ଦିନ 4-6 ମାସ ହେଲା ଆସିପାରିନଥିଲି ବଡ଼ ଦୁଃଖରେ କାନ୍ଦି ବୁଝେଇକି ଆସିଲି ଯେ ପ୍ରଭୁଙ୍କର ଦେହ ଅସୁସ୍ଥ ହେ ପ୍ରଭୁ ତୁମେ ତ ଜଗତ କର୍ତ୍ତା ତୁମକୁ ତୁମେ ନିଜେ ଭଲ ତୁମେ ତ ଜଗତ ଭଲ କରିବା ଲୋକ ତୁମେ କେମିତି ଆନନ୍ଦ ରହ ପ୍ରଭୁ ତୁମେ ଆନନ୍ଦ ଥିଲେ ଆମ ଜଗତ ଆନନ୍ଦ ହବ। ନିଶ୍ଚିତ ନିଶ୍ଚିତ ଭାବରେ ମହାପ୍ରଭୁଙ୍କର ଅନ୍ତରଙ୍ଗ ଭାବର ସେବକ ଯିଏ ଅନ୍ତରଙ୍ଗ ଭାବର ଭକ୍ତ ଯିଏ ସିଏ ଏଇ କଥାଟି ଚିନ୍ତା କରିପାରିବ। ତ ଆଜ୍ଞା ଆପଣ କହିଲେ ମୁଁ ପିଲାଟି ବେଳୁ ମହାପ୍ରଭୁଙ୍କ ସହିତ ତାହେଲେ ମହାପ୍ରଭୁଙ୍କ ଉପରେ ଆପଣଙ୍କର ଭାବ କ'ଣ? একদম সম্পূর্ণ বিশ্বাস রাখি দুয়ারে গলে বুললে চাললে ব্যবসা বলে ওদের প্রভু ডাকে তাকু ডাকি যায় সে আজ্ঞা হচ্ছে উদ্ধারকর্তা তাকু ডাকিগলে ଆଉ କିଛି ଭୟରେ ମାନେ ବାଘ ମଧ୍ୟ ବାଢ଼େଇଦିଏ ସେଇଭଳିଆ ପରିସ୍ଥିତି। ତାଙ୍କୁ ଚିନ୍ତନ କରିଦେଲେ ବାଘ ମଧ୍ୟ ବାଡ଼େଇ ଦେବେ ନୁହଁ ସବୁ କିଛି ଦୁଃଖ କଟି ଯାଇକି ସେ ଦୁଃଖଟାକୁ ମଧ୍ୟ ସୁଖରେ ବଦଳେଇ ଦେଇଥାନ୍ତି ନା କ'ଣ? ହଁ 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 ଭାଇ ଜଗନ୍ନାଥ ପ୍ରଭୁ ନିଶ୍ଚିତ ଭାବରେ ଆପଣଙ୍କୁ ଆମେ ଜୟ ଜଗନ୍ନାଥ ଟିଭି ସପରିବାର ତରଫରୁ ଗୋଟେ ସମ୍ପୂର୍ଣ୍ଣ ସେ ନମିତ ଅଗ୍ରୱାଲା ମା ଆଉ ତାଙ୍କ ସୀତାରାମ ଅଗ୍ରୱାଲା ତାଙ୍କ ପରିବାର ତାଙ୍କୁ ସେ ପ୍ରଭୁଙ୍କ ଅନ୍ତକୁ ମୁଣ୍ଡିଆ ତାଙ୍କୁ ଅନନ୍ତ କୋଟି ମୁଣ୍ଡିଆ। ନିଶ୍ଚିତ ଭାବରେ ଆପଣଙ୍କୁ ଆମେ ଜୟ ଜଗନ୍ନାଥ ଟିଭି ସପରିବାର ତରଫରୁ ଗୋଟେ ସମ୍ପୂର୍ଣ୍ଣ ଜଣାଣ ପୁସ୍ତିକା ଅର୍ପଣ କରିବା ସହିତ ଅଶେଷ ଅଶେଷ ଧନ୍ୟବାଦ ମଧ୍ୟ ପ୍ରଦାନ କରିବାକୁ ଚାହିଁବୁ।